ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୁସୁଡ଼ିଆଠାରୁ ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱ ବୈତରଣୀ ସୁରକ୍ଷା ଆର୍ନିତଟ ବନ୍ଧ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତା କାର୍ଯ୍ୟରେ ଅନିୟମିତତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଉକ୍ତ କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସତ୍ତ୍ୱେ କୌଣସି ଦାୟିତ୍ୱପ୍ରାପ୍ତ ଇଞ୍ଜିନିୟରଙ୍କ ଉପସ୍ଥିତି ନଥିବାର ଅଭିଯୋଗ ଆସୁଥିବାର ଦେଖିବାକୁ ମିଳିଛି। ଏହାଦ୍ୱାରା କାମର ଗୁଣମାନ ଉପରେ ପ୍ରଶ୍ନ ଉଠିଛି ଏବଂ ଉକ୍ତ କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗାଯାଇ ନଥିବାରୁ କାମର ବିବରଣୀ, ଠିକାଦାରଙ୍କ ନାମ ଓ ସମୟସୀମା ଭଳି ତଥ୍ୟ ସାଧାରଣ ଲୋକଙ୍କୁ ଜଣାପଡ଼ୁନାହିଁ। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ କାର୍ଯ୍ୟଟି ଅତ୍ୟନ୍ତ ନିମ୍ନମାନର କରାଯାଉଛି ଏବଂ ଠିକାଦାର ନିଜ ମନ ମୁତାବକ କାମ କରିଚାଲିଛନ୍ତି। ସରକାରୀ ନିୟମ ଓ ପ୍ରକ୍ରିୟାକୁ ଆଗ୍ରାହ୍ୟ କରାଯାଉଛି ବୋଲି ଲୋକମାନେ ଅଭିଯୋଗ ମଧ୍ୟ କରିଛନ୍ତି। ଏହି କାର୍ଯ୍ୟ ସମ୍ବନ୍ଧରେ ବୈତରଣୀ ଜଳସେଚନ ବିଭାଗ, ଆନନ୍ଦପୁର ଜେଇ ଓ ଏସି ମହୋଦୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ଜଣାପଡ଼ିଛି। ଫୋନ୍ରେ ଯୋଗାଯୋଗ କରାଯାଉଥିଲେ ମଧ୍ୟ କୌଣସି ବିବୃତ୍ତି ଦେଇନଥିବା ଜଣାଯାଇଛି। ସ୍ଥାନୀୟ ଲୋକମାନେ ଏହି ଗମ୍ଭୀର ବିଷୟରେ ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନକୁ ଦାବି କରିଛନ୍ତି। ଆନନ୍ଦପୁରରୁ ଗଗନ ବିହାର ଦାସଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। ଚାହୁଁଥିଲେ ସାର୍ ଟିକେ କୁହନ୍ତୁ। ମୋ ନାଁ ହେଲା ଅନନ୍ତ ବାରିକ। ମୁଁ ପଞ୍ଚପୁଲି ପଞ୍ଚାୟତର ଜଣେ ସମାଜସେବୀ ହିସାବରେ କାମ କରେ। ମୋର କହିବାର ଉଦ୍ଦେଶ୍ୟ ହେଉଛି ଯେ ଏଇ ଯେଉଁ ବନ୍ଧଟିଏ ଆମର ହେଉଛି ବୈତରଣୀ ଡିଭିଜନ ଫ୍ଲଡ଼ ଏସ୍ଡିଓଙ୍କ ଅଣ୍ଡରରେ ସୁଡ଼ୁସୁଡ଼ିଆଠୁ ବାତ୍ୟ ଦୋମାଣୀ, ଆମର ବାତ୍ୟ ଦୋମାଣୀ କୁଶଭଦ୍ରା ନଦୀ, କୁଶେଇ ନଦୀ ପର୍ଯ୍ୟନ୍ତ କନେକ୍ସନ୍ ଅଛି। କିନ୍ତୁ ଏଇ ଯେଉଁ କାମ ହେଉଛି ସମ୍ପୂର୍ଣ୍ଣ ନିମ୍ନମାନର ହେଉଛି। ଆଉ ଏଠି ବିଭାଗୀୟ କର୍ତ୍ତୃପକ୍ଷ ବି କେହି ଆସି ତଦାରଖ କରୁନାହାନ୍ତି। ଏଠି ମନମାନି କଣ୍ଟ୍ରାକ୍ଟର ହିସାବରେ କାମଟି ହେଉଛି। ଏଥିରେ ଆମେ ବି କିଛି ଯୁବପିଢ଼ି ଆସିକି ଆମେ ଦେଖୁଛୁ, କାମ ଜଣାଉଛୁ, ଶୁଣାଉଛୁ, କେହି ଭ୍ରୂକ୍ଷେପ କରୁନାହାନ୍ତି। ଏଇ ଯେଉଁ ନୂଆକୁ ଯେଉଁ ପିଚ କାମ ହେଇଛି ଇଏ ତ ଏବେଠୁ ବକଳା ଉଠିଲାଣି। ଆଉ ଇଏ କ'ଣ କେତେ ଦିନ ଲାଷ୍ଟିଂ କରିବ ତାକୁ ମଧ୍ୟ କର୍ତ୍ତୃପକ୍ଷ ଆସି ଦେଖିବା ଦରକାର। ଏଇ ଏସ୍ଡିଓ ସାଧାରଣତଃ ଆମର ହେଲା ଜିରୋ ଟଲରାନ୍ସ। ମୋଦିଜୀ ସରକାରଙ୍କର, ମୋହନ ସରକାରଙ୍କର ନୀତି ହେଲା ଯେ ଜିରୋ ଟଲରାନ୍ସ। ଏ ଜିରୋ ଟଲରାନ୍ସ ନୀତି ହେଲା ଏଇଆ, ଏସ୍ଡିଓକୁ ଆମେ ଚିହ୍ନିବୁନି। ସେ ବନ୍ୟା ଏସ୍ଡିଓ କିଏ, ଡିଭିଜନ ଏସ୍ଡିଓ କିଏ, ଆମେ ସବ୍ କଲେକ୍ଟରକୁ ଚିହ୍ନୁଛୁ। ସାର୍ ଏଠି କ'ଣ ସୂଚନା ଫଳକ ଲଗାଇ, ଏଠି କ'ଣ ସୂଚନା ଫଳକ ନାହିଁ? ଏଠିରେ କ'ଣ ମୋ ଜନ୍ମ ହେଲା ଦିନରୁ ଏଇ ଯେଉଁ ବନ୍ଧ କାମ ହେଉଛି ସୂଚନା ଫଳକ ନାହିଁ। ଇଏ ବର୍ତ୍ତମାନ ଏଇ କମ୍ପ୍ୟୁଟର ଦୁନିଆରେ ଯଦି ସୂଚନା ଫଳକ ନାହିଁ, ଇଏ ଅନ୍ଧାରୀ ରାଜ୍ୟରେ ମୂଲକ। ତାମାନେ ଇଏ ତା'ର ଭିତରେ ମୟୂର ଚନ୍ଦ୍ରିକାରେ କିଛି ଚାଲିଛି। ତେଣୁ ଜନ ଅସନ୍ତୁଷ୍ଟ, ଆମେ ନିଜେ ବି ଅସନ୍ତୁଷ୍ଟ। ତେଣୁ ଏଥିରୁ କର୍ତ୍ତୃପକ୍ଷ ନିହାତି ପଦକ୍ଷେପ ନେବା ଦରକାର। ସାର୍ ଆପଣଙ୍କର ଦାବି କ'ଣ ସାର୍ ରହୁଛି? ଦାବି ରହୁଛି ଯେ ଏ ରାସ୍ତାଟା ଠିକ୍ ଭାବରେ ହେଉ ଏବଂ କର୍ତ୍ତୃପକ୍ଷ ଆସିକି ଜନଶୁଣାଣି କରିକି କେତେ ଟଙ୍କାର କାମ ଏଟା ହେବା ଦରକାର ହେଉଛି ସେଇଟା ଆମେ ପୁରାପୁରି ଅନ୍ଧାର ଭିତରେ କିଛି ଏଥିରେ ପ୍ରତିକ୍ରିୟା ନାହିଁ। ତା ଭିତରେ ଯେଉଁ ର୍ୟାମ୍ପ ହେଉଛି ବନ୍ଧରୁ, ଯେଉଁ ଗାଧୁଆ ତୋଠ ହେଉଛି ସେଥିରେ ବି ମଧ୍ୟ ଫଳକ ନାହିଁ, ମନ ମାନି ଚାଲିଛି। ତେଣୁ କରିକି ଜନସାଧାରଣ ତ ଗାଁ ଭିତରେ ରହୁଛନ୍ତି, ଆଉ ଏଇ ବନ୍ଧ ଆଡ଼େ କାହିଁ ଆସିବେ? ତେଣୁକରି ଏଠି ତାର ଜଙ୍ଗଲରେ ତାଙ୍କର ଜଙ୍ଗଲ ରାଜ ଚଲାଉଛନ୍ତି। ଇଏ ଚାଲିଛି କିଳାପୋତେଇ, ଆଉ କ'ଣ କରିବା ଆଜ୍ଞା। ଧନ୍ୟବାଦ। ଆମେ ଭାବୁଛୁ ଉପଜିଲ୍ଲାପାଳକୁ ଲିଖିତ ଭାବରେ ଜଣେଇବୁ, ଯାହା ହେବ ଆଉ।